ତାପରେ ବାଘ ମାମୁଁ ତାକୁ ଜଗିଥିଲା। କହିଲା ଏ ବଉଳା ମୁଁ ତତେ ଖାଇବି। ସେ କହିଲା ନା ନା ମୋତେ ଜମା ତୁମେ ଖାଆନା, ମୋର ଘରେ ଗୋଟେ କୁନି ବାଛୁରୀ ଅଛି, ସେ କ'ଣ ଖାଇବ, ମୁଁ ତାକୁ ଖାଇବି ନାହିଁ। ହଉ ମୁଁ ତାକୁ ଟିକେ ଖାଇବାକୁ ଦେଇକି ଆସେ, ତାପରେ ମୋତେ ଖାଇବ ହେଲା। ଦେଲେ କ'ଣ ହେଲା, ତାପରେ କ'ଣ ହେଲା, ବଉଳାକୁ ବାଘ ମାମୁଁ ଛାଡ଼ିଦେଲା। ବଉଳା ଆଇଲା ତା କୁନି ଛୁଆକୁ ଖାଇବାକୁ ଦେଲା। ତାପରେ ବାଘ ମାମୁଁ ସେ କଥା ଦେଇଥିଲା, ତେଣୁକରି ସେ ବାଘ ମାମୁଁ ପାଖକୁ ଗଲା। ତାପରେ ବାଘ ମାମୁଁ କ'ଣ କଲା, କହିଲା ଆରେ ତୁ ତ କଥା ରକ୍ଷା କରି ଆସିଛୁ, ଯା ତୋର ଗୋଟେ ଛୁଆ ଅଛି, କୁନି ଛୁଆ, ମୁଁ ତ ଖାଇବିନି, ତୁ ଯା। କାହିଁ ତାକୁ ବାଘ ମାମୁଁ ଛାଡ଼ିଦେଲା, ସେ ତା କଥା ରକ୍ଷା କରି ଆସିଥିବାରୁ। ତେଣୁକରି ସବୁବେଳେ ସତ କଥା କହିବ ହେଲା, ଜମା ମିଛ କଥା କହିବନି। ସତ କହିଲେ କ'ଣ ହବ, ସତ ବଉଳା ସତ କଥା କହିକି ତା କଥା ରକ୍ଷା କରି ଯାଇଥିଲା ବୋଲି ତାକୁ ବାଘ ମାମୁଁ ଛାଡ଼ିଦେଲା ହେଲା। ସବୁବେଳେ ସତ କଥା କହିବ। ତୁ କ'ଣ ଶିଖିଲ?